ପ୍ରକୃତରେ ମଦୁଆ ମାନେ ଖରାପ ନୁହନ୍ତି, କିନ୍ତୁ ସେମାନେ ଗୋଟିଏ ଖରାପ ଅଭ୍ୟାସରେ ପଡ଼ିଯାଇଛନ୍ତି ଆଉ ସେଇ ଖରାପ ଅଭ୍ୟାସରୁ ମୁକୁଳିବା ପାଇଁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରୁଥାନ୍ତି। ମଦ ପିଉନ? ନା ହଁ, ଛାଡ଼ିଦେଇଛ ମଦ। କେତେ ଦିନ ଛାଡ଼ିଲ? ମୁଁ ମେଡିସିନ ଦେଲା ଦିନଠାରୁ ଆପଣଙ୍କ ସାଙ୍ଗରେ ଅଢ଼େଇ ମାସ ହେଇଗଲା। ଆଜ୍ଞା ମଦ ଛାଡ଼ିଦେଲା ପରେ ପେଟ ଗୋଳମାଳ ନାହିଁ, ନାଇଁ ତ ଦେହ ସେମିତି ହଉନି କିଛି ଭୋକ ଏଥର ଠିକ ହଉଛି, ମୁଣ୍ଡ ବୁଲଉନି? ନାଇଁ ହଁ, କେତେ ବର୍ଷର ମଦ ଅଭ୍ୟାସ ଥିଲା? 8-9 ବର୍ଷ 8-9 ବର୍ଷ। 8-9 ବର୍ଷ ଧରି ମଦ ଅଭ୍ୟାସ ଥିଲା, ଛାଡ଼ିଲା ପରେ ବର୍ତ୍ତମାନ ଭୋକ ଠିକ ହଉଛି, ଆଜ୍ଞା ଓଜନ ବି ବଢିଲାଣି। ଆଜ୍ଞା ତାହେଲେ ସମସ୍ତେ ମଦ ଛାଡ଼ିଦବା ଉଚିତ ନା ପିଇବା ଉଚିତ? ଛାଡ଼ିଦେବାଟା ଉଚିତ। ଫୋନ କଲ, ଘର ଫୋନ ଲଗା, ଯେ ତାଙ୍କ ବିରୋଧ ଦଳକୁ ଫୋନ କଲେ ଜଣା ପଡିବ ନା। ହ୍ୟାଲୋ, ଇଏ ମାମାଙ୍କୁ ଟିକେ ଦେଲ। ସାର୍ କଣ କହୁଛନ୍ତି? ହ୍ୟାଲୋ, ଆଜ୍ଞା ଇଏ ଆମର ଛାଡ଼ି ଦେଇଛନ୍ତି ମଦ ପିଇବା? ଆଜ୍ଞା ପୁରା ଛାଡ଼ିଛନ୍ତି ନା ଅଧା? ପୁରା ଛାଡିଛନ୍ତି। ପୁରା? ଆଜ୍ଞା ଆଗରୁ କେତେ ଦିନ ପିଉଥିଲେ? ସପ୍ତାହ କେତେ ଥର ପିଉଥିଲେ? ସପ୍ତାହକୁ କେତେ ଥର ପିଉଥିଲେ? ଆଗରୁ ସପ୍ତାହ 2-3 ଥର ପିଉଥିଲେ, ବର୍ତ୍ତମାନ ପୁରା ଛାଡ଼ି ଦେଇଛନ୍ତି? ଆଜ୍ଞା ପୁରା ସୁନା ପୁଅ? ଆଜ୍ଞା ହଁ, ଏଥର ତାଙ୍କର ଓଜନ ବି ବଢିଲାଣି। 2.5 ମାସରେ ତାଙ୍କର 4 କିଲୋଗ୍ରାମ ତାଙ୍କର ଓଜନ ବଢି ଯାଇଛି। ଆଉ ସେ ଯୋଉଦିନ ବି ମଦ ପିଇବେ ମତେ ସାଙ୍ଗେ ସାଙ୍ଗେ ଖବର ଦେବେ, ହେଲା? ଆଜ୍ଞା ହଁ, ଆଜ୍ଞା ହଉ। ଆଜ୍ଞା ତାଙ୍କ ଇଏ ବି ସବୁ ଦେହ ବି ତାକୁ ଦେଖୁଥିଲି ଆଜି, ପରୀକ୍ଷା କରିକି ସବୁ ଯାକ ଭଲ ହେଇଯାଇଛି, ହେଲା? ଆଜ୍ଞା ଆଜ୍ଞା ହଉ ହଉ। ମଦ ଛାଡିବାଟା ସହଜ ନା କଷ୍ଟ? କଷ୍ଟ କଷ୍ଟ କାହିଁ? ସେ ଗୋଟେ ଅଭ୍ୟାସରେ ପଡିଛି। ସେଇଟା ଅଭ୍ୟାସ। କିନ୍ତୁ ଛାଡ଼ିଦେଲ କେମିତି? ଆପଣଙ୍କ କଥା ମାନେ ଚାଲିଲେ ମୋ ଶରୀର ଆରୋଗ୍ୟ ହବ, ଯେମିତି ମୋ କଥା ମାନି ଛାଡ଼ିଦେଲ? ମୋ ପରିବାର ଆଉ ରହିଲେ। ଯେତେ ସବୁ ମଦୁଆ ସାଙ୍ଗ ଅଛି ସମସ୍ତଙ୍କୁ ନେଇ ଆସିବ, ସମସ୍ତଙ୍କୁ ମଦ ଛଡେଇଦବା। ଯଦି ଆମେ ଜଣଙ୍କର ମଦ ପିଇବା ଅଭ୍ୟାସକୁ ଛଡେଇ ଦଉଛୁ, ତାହେଲେ ତାଙ୍କ ବାପା ମାଙ୍କ ଆଖିରୁ ଲୁହ ପୋଛୁଛୁ, ତାଙ୍କ ସ୍ତ୍ରୀଙ୍କ ମୁହଁରେ ହସ ଆଣି ଦଉଛୁ, ଆଉ ତାଙ୍କ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରୁଛୁ। ଆମେ ନିଜେ ମଦ ପିଉନାହୁଁ କହିଦେଲେ ଆମର ଦାୟିତ୍ୱ ସରିଯାଉ ନାହିଁ। ସମାଜରେ ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କର ମଦ ପିଇବାର ଅଭ୍ୟାସକୁ ଛଡାଇବା ମଧ୍ୟ ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ଅଟେ।